ଆପଣମାନଙ୍କୁ ଗୋଟେ ଯୋଡ଼ିଏ ପ୍ରଶ୍ନ ଆପଣଙ୍କ ଜରିଆରେ ପଚାରିବାକୁ ଚାହୁଁଛି। ଯେଉଁ ବନ୍ଧୁମାନେ ବର୍ତ୍ତମାନ ଓଡ଼ିଶାକୁ ଶୋଷଣ କରୁଥିବା ସରକାରଙ୍କ ସମର୍ଥନରେ ବଡ଼ ପ୍ରବକ୍ତା ସାଜିଛନ୍ତି, ସେ ତାଙ୍କ ଦଳର ହେଇପାରନ୍ତି, କିନ୍ତୁ ଓଡ଼ିଶାର ହେଇକରି ମଧ୍ୟ ଓଡ଼ିଶା ବିରୁଦ୍ଧରେ ପ୍ରବକ୍ତା ସାଜିଛନ୍ତି। ମୁଁ ସେଇମାନଙ୍କୁ ପ୍ରଶ୍ନ କରୁଛି, ଏହା ସମ୍ପର୍କରେ କ'ଣ ସେ ଉତ୍ତର ଦେଲେ? ଭାରତବର୍ଷ ଯେତେବେଳେ ସ୍ୱାଧୀନ ହେଲା ସେତେବେଳେ ଯୋଡ଼ିଏ ଆମେ ଖାଇବାକୁ ପାଉନଥିଲୁ, ଆମ ପିଲାଏ କ୍ଷୀର ଗୁଣ୍ଡ ଟିକେ ଖାଇବାକୁ ପାଉନଥିଲୁ। ତେଣୁ ଆମର ପ୍ରଥମ ପଞ୍ଚବାର୍ଷିକ ଯୋଜନା, ଦ୍ୱିତୀୟ ପଞ୍ଚବାର୍ଷିକ ଯୋଜନା, ଏହି କାଳରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଗ୍ରୀନ ରିଭଲ୍ୟୁସନ, ଆମକୁ ଖାଦ୍ୟରେ ସ୍ୱାବଲମ୍ବନଶୀଳ ହେବାକୁ ପଡ଼ିବ। ମୁଁ ଏକଥା କାହିଁକି କହୁଛି, ଏ ପ୍ରଶ୍ନଟି ପଚାରୁଛି, ଯଦି ଯେଉଁ ବନ୍ଧୁମାନେ ଏ ଯେଉଁ ବର୍ତ୍ତମାନ ଚାରିଆଡ଼େ ପ୍ରଚାର କରୁଛନ୍ତି ଯେ କଂଗ୍ରେସ କିଛି କରିଦେଇ ଏସବୁ କରିଛନ୍ତି, ସେମାନଙ୍କ ପାଇଁ ଏ ପ୍ରଶ୍ନ। ସେମାନଙ୍କ ପାଖରେ ପ୍ରଶ୍ନ ପଚାରିଲା ବେଳେ ତାଙ୍କର ଯଦି ବାପା ବା ଗୁରୁଜନମାନେ କିଏ ବଞ୍ଚିଥାନ୍ତି, କାରଣ ଏମାନେ ତ ଦେଖିନଥିବେ, ସେମାନେ ସେ ତାଙ୍କୁ ମଧ୍ୟ ପଚାରିପାରନ୍ତି। ଆମ ଭାରତବର୍ଷରେ ଓଡ଼ିଶାରେ ଖାଇବାକୁ ଆମେ ନିର୍ଭର କରୁଥିଲୁ, ଆମେରିକାରୁ ମକା ଗୁଣ୍ଡ ଆସୁଥିଲା, ଆମେରିକାରୁ କ୍ଷୀର ଗୁଣ୍ଡ ଆସୁଥିଲା। କିନ୍ତୁ କଂଗ୍ରେସ ନିଷ୍ପତ୍ତି ନେଲା, କଂଗ୍ରେସ ସରକାର ନିଷ୍ପତ୍ତି ନେଲେ ଯେ ଆମେ ସ୍ୱାବଲମ୍ବନଶୀଳ ହବୁ। ଭାଷଣ ମାରିକି ଚାରିଆଡ଼େ ବୁଲିକିରି କହୁନଥିଲେ ସ୍ୱାବଲମ୍ବନଶୀଳ ଭାରତ ଗଠନ କରିବୁ, ଆତ୍ମନିର୍ଭରଶୀଳ ଭାରତ ଗଠନ କରିବୁ, ଏକଥା ବାହାରେ କୋଉଠି କହୁନଥିଲେ। କିନ୍ତୁ ନିଷ୍ପତ୍ତି ନେଲେ ଯେ ଆମେ ଏଇ ଯୋଜନା ମାଧ୍ୟମରେ କରିବୁ। ଗ୍ରୀନ ରିଭଲ୍ୟୁସନ ଆରମ୍ଭ କରିବୁ। ଜବାହରଲାଲ ନେହେରୁ ସେ ସମୟର ପ୍ରଧାନମନ୍ତ୍ରୀ। ଆଜି ଆପଣମାନଙ୍କୁ କହି ରଖେ, ଦୁଇଟି କଥାରେ ଆଜି ଭାରତବର୍ଷ ସ୍ୱାବଲମ୍ବନଶୀଳ କେବଳ ହେଇନାହିଁ, ବାହାରକୁ ରପ୍ତାନି କରୁଛି। ଚାଉଳ, ଗହମ ଚାଉଳ ମାଗଣା ବଣ୍ଟା ହେଉଛି ଭାରତବର୍ଷରେ, ତା ସତ୍ତ୍ୱେ ମଧ୍ୟ ତାହା ବଢ଼ିଛି ଏବଂ ତାହା ବାହାରକୁ, ଓଡ଼ିଶା ବାହାରକୁ, ଭାରତ ବାହାରକୁ ରପ୍ତାନି କରାଯାଉଛି। ସେମିତି ଲାଲ ବାହାଦୁର ଶାସ୍ତ୍ରୀଙ୍କ ସମୟରେ କ୍ଷୀର ଉତ୍ପାଦନ ବୃଦ୍ଧି ପାଇଲା, ହ୍ୱାଇଟ୍ ରିଭଲ୍ୟୁସନ। ସେଟା ଗ୍ରୀନ ରିଭଲ୍ୟୁସନ ଥିଲା, ଏଇଟା ହ୍ୱାଇଟ୍ ରିଭଲ୍ୟୁସନ ହେଲା। ଏବଂ ଯେଉଁଥିରେ ଅମୁଲ ଆଜି ଦିନରେ ମଧ୍ୟ ଭାରତ ବାହାରକୁ ରପ୍ତାନି କରୁଛି। ମୁଁ ସେଇ ଯେଉଁ ବନ୍ଧୁମାନଙ୍କୁ ପଚାରୁଛି, ଭାରତୀୟ ଜନତା ପାର୍ଟିର ଏଠି ଥିବା ସରକାର ବା ଦିଲ୍ଲୀରେ ଥିବା ସରକାର ବା ତାଙ୍କର ଯେଉଁମାନେ ସ୍ଥାପକ ସାଜିକିରି ଚାରିଆଡ଼େ ବୁଲିକିରି ଭାଷଣ ମାରୁଛନ୍ତି, ଗୋଟିଏ କୋଉ ଜିନିଷରେ 14 ବର୍ଷ ଭିତରେ ସ୍ୱାବଲମ୍ବନଶୀଳ ହେଇଛନ୍ତି ସରକାର? ଗୋଟିଏ। ଆପଣ ଜାଣନ୍ତୁ, ଡାଲି, ତେଲ ଆଜି ଦର ଯାହା ସବୁ ବଢ଼ିଛି, ତାର କାରଣ ହେଉଛି ଆମେ ଏସବୁ ଜିନିଷ ଆମଦାନୀ କରୁଛୁ। ଚିନି, ତେଲ, ଚିନିର ତ ଆମକୁ ପାକିସ୍ତାନ ହସିଲାଣି। ପାକିସ୍ତାନ କହୁଛି ତମର ଅଭାବ ପଡ଼ିଛି। ଯେଉଁ ପାକିସ୍ତାନ ଭାରି ଦରିଦ୍ର ଅଭାବ ବୋଲି କହୁଛନ୍ତି, ସିଏ ଆଜି କହୁଛି ତମର କିଛି ଅଭାବ ପଡ଼ିଛି। ଚିନି ମୁଁ ସପ୍ଲାଏ କରିବି, ମାନେ ସିଏ ଏକ୍ସପୋର୍ଟ କରିବା ପାଇଁ ବର୍ତ୍ତମାନ ପାକିସ୍ତାନ ଦେଲାଣି, ପ୍ରପୋଜାଲ ଦେଲାଣି। ଚିନି, ଡାଲି, ଯଦି ଆମର ତେଲ କଥା ଦେଖିବା, କିଏ ଅଷ୍ଟ୍ରେଲିଆରୁ ଆସୁଛି, କିଏ ମାଲୟସିଆରୁ ଆସୁଛି, କିଏ ଇଣ୍ଡୋନେସିଆରୁ ଆସୁଛି। ଏଇସବୁ ରାଜ୍ୟମାନଙ୍କରୁ ଆମେ ଆମଦାନୀ କରୁଛୁ। ଏବଂ ସେ ଆମଦାନୀର ଯଦି ପରିମାଣ ଦେଖିବା, ଆପଣଙ୍କୁ କହି ରଖୁଛି ଯେ ଚିନି ଆମଦାନୀର ବର୍ତ୍ତମାନ ପାଖାପାଖି 1 ମିଲିୟନ ଟନ୍ ଆମେ ଚିନି ଆମଦାନୀ କରିବା ପାଇଁ ଅର୍ଡର ଦେଇଛୁ ଏବଂ ତାଠାରୁ ଅଧିକ ଆଣିବାକୁ ଦରକାର ପଡ଼ିପାରେ। ଠିକ୍ ସେମିତି ଭାବରେ ଡାଲି ଆମଦାନୀ ବଢ଼ିଛି 30%। ଏବଂ ଏ ଡାଲି ଆମଦାନୀ କୋଉଠୁ ଆସୁଛି ନା କାନାଡାରୁ ଆସୁଛି, ଅଷ୍ଟ୍ରେଲିଆରୁ ଆସୁଛି। ଡାଲିର ତେଲ ଆମଦାନୀ ବଢ଼ିଛି 33%। ଏ ଗତ 14 ବର୍ଷ ଭିତରେ ତେଲ, ଆମେ ଏଡିବୁଲ ଅଏଲ, ଖାଇବା ତେଲ, ଆମେ ତେଲ ଆମଦାନୀ ବଢ଼ିଛି ଏବଂ 49 ମିଲିୟନ ଟନ୍, 1.49 ମିଲିୟନ ଟନ୍ ଆମେ ଆମଦାନୀ କରୁଛୁ। ତେଲ, ଡାଲି, ଇଏ ତ କହିବି, ସୋନାଲି ମ୍ୟାଡ଼ାମ ନିଶ୍ଚୟ କହିବି, ବର୍ତ୍ତମାନ ଘରର ଯେଉଁ ପନିପରିବା ଅବସ୍ଥା ଯାହା ହେଇଛି, ଘରରେ ତେଲ ଦର ଯେମିତି, ଏ ଯେଉଁ ଗ୍ୟାସ୍ ଦର କେମିତି ବଢ଼ିଛି, ସେ ସମସ୍ତେ ନିଶ୍ଚୟ କହିବେ। କିନ୍ତୁ ଏଇ ଯେଉଁ ତିନୋଟି କଥା ଉପରେ, ଯେଉଁ ଗୋଟିଏ ଜିନିଷ ଉପରେ ଆତ୍ମନିର୍ଭରଶୀଳ ହେଇଛି ଭାରତବର୍ଷ, କୌଣସି ଜିନିଷରେ ଗୋଟେ ଆତ୍ମନିର୍ଭରଶୀଳ ହେଇଛି? ବଡ଼ ଗର୍ବ କରିକି କହୁଥିଲେ ଆତ୍ମନିର୍ଭରଶୀଳ ଭାରତ, ଆମେ ଭାରତକୁ ଆତ୍ମନିର୍ଭରଶୀଳ କରିବୁ, ଆମେ ଭାରତକୁ ସ୍ୱାବଲମ୍ବନଶୀଳ କରିବୁ।
ଅଥଚ ଏପର୍ଯ୍ୟନ୍ତ ଆମେ ଅନ୍ୟ ପାଖରେ ହାତ ପାତିବାର ବ୍ୟବସ୍ଥା ହାତ ପାତିବାର ବ୍ୟବସ୍ଥାରେ ସେଠି ଅଛୁ। ଓଡ଼ିଶା ସରକାର ଆପଣମାନଙ୍କ ମନେ ଥିବ ସବୁ 2 ବର୍ଷ 2.5 ବର୍ଷ ତଳେ ଚିତ୍କାର କରି କହିଲେ ଯେ ଆଳୁରେ ଆମେ ସ୍ୱାବଲମ୍ବନଶୀଳ ହେବୁ ଏବଂ ଆଳୁକୁ କରିବା ପାଇଁ ପ୍ରତି ସବ୍ ଡିଭିଜନରେ ଆମେ କୋଲ୍ଡ ଷ୍ଟୋରେଜ କରିବୁ ଏବଂ ଆଳୁ ରକ୍ଷଣାବେକ୍ଷଣ କରିକିରି ଆଳୁ ଆମେ କାହାଠାରୁ ଆଳୁ ହାତ ପାତିକି ଆଣିବୁ। ଦୁର୍ଭାଗ୍ୟର ବିଷୟ ତାଙ୍କରି ଉପମୁଖ୍ୟମନ୍ତ୍ରୀ ଏବେ କହିଛନ୍ତି ଯେ ଗତ ବର୍ଷ ହେଇଥିବା 58 ଦିନ କୋଲ୍ଡ ଷ୍ଟୋରେଜ ଭିତରୁ ଏପର୍ଯ୍ୟନ୍ତ ଗୋଟିଏ ମଧ୍ୟ କମ୍ପ୍ଲିଟ୍ ହେଇନାହିଁ। একথা নিজে সে তাଙ୍କର କହିଛନ୍ତି। ଦ୍ୱିତୀୟ କଥା ହଉଛି ଜାନକୀ ବଲ୍ଲଭ ପଟ୍ଟନାୟକ ସମୟରେ କଂଗ୍ରେସ ସରକାର ସମୟରେ ଓଡ଼ିଶାରେ 3 ଲକ୍ଷ ମେଟ୍ରିକ ଟନ୍ ଆଳୁ ଉତ୍ପାଦନ ହେଉଥିଲା ଏବଂ ଆମର ସମସ୍ତେ ଆଳୁ ଉତ୍ପାଦନ ବ୍ୟବହାର କରିକି କିଛି ପରିମାଣରେ ବାହାରକୁ ରପ୍ତାନି କରୁଛନ୍ତି। କିନ୍ତୁ ଦୁର୍ଭାଗ୍ୟର କଥା ବର୍ତ୍ତମାନ 60-70 ହଜାର ମେଟ୍ରିକ ଟନ୍ ମଧ୍ୟ ଆଳୁ ଉତ୍ପାଦନ ହେଉନାହିଁ ଏବଂ ଆଳୁ ପାଇଁ ଆମେ ପଶ୍ଚିମ ବଙ୍ଗଳା ଉପରେ ବା ଉତ୍ତରପ୍ରଦେଶ ଉପରେ ନିର୍ଭର କରିବାକୁ ପଡୁଛି। ଏବେ ମନ୍ତ୍ରୀ କହିଛନ୍ତି ଲଜ୍ଜାହୀନ ଭାବରେ ଯେ ଆମେ ବାଂଲାଦେଶ ସାଙ୍ଗରେ କଥାବାର୍ତ୍ତା ହେଇଗଲୁ କଲିକତା ସାଙ୍ଗରେ, କଲିକତା କହିଛି ଆମକୁ ଆଳୁ ପଠେଇବା ପାଇଁ। ତେଣୁ ଆତ୍ମନିର୍ଭରଶୀଳ ଭାରତ ନୁହେଁ, ଆତ୍ମନିର୍ଭରଶୀଳ ଓଡ଼ିଶା ନୁହେଁ, ଡବଲ ଇଞ୍ଜିନ ସରକାରର ଓଡ଼ିଶା ନୁହେଁ, ଏ କଥା ଆପଣମାନଙ୍କ ଆଗରେ କହି ରଖୁଛୁ। ଏସବୁ କହିଲା ବେଳେ ମଧ୍ୟ କଥା କହି ରଖେ ମୁଁ ଆପଣମାନଙ୍କୁ ଯେ କଂଗ୍ରେସ ଦଳ ଥିଲାବେଳେ ଅନ୍ତତଃ 2ଟି ମେଜର ଜିନିଷରେ ଆତ୍ମନିର୍ଭରଶୀଳ ଭାରତକୁ କରିପାରିଥିଲା ଏବଂ ଯୋଉ 14 ବର୍ଷ 15 ବର୍ଷ ଭିତରେ କରିଥିଲେ ଏ ସରକାର 14 ବର୍ଷ 15 ବର୍ଷ ଟପିଲେ ମଧ୍ୟ ତାହା ଏପର୍ଯ୍ୟନ୍ତ କରିନାହିଁ। ସେସବୁ ଦୃଷ୍ଟିରୁ ଆଜି ଯୋଉ ଦରଦାମ ବୃଦ୍ଧି ହେଇଛି ଆପଣମାନଙ୍କ ସମେତ ଯୋଉ ମିଡିଆ ବନ୍ଧୁମାନେ ମୋ ସାମ୍ନାରେ ବସିଛନ୍ତି ସବୁ ପରିବାରର ଆୟ କିଛି ବିଶେଷ ବଢି ନାହିଁ 2 ବର୍ଷ ଭିତରେ ମନେ ପକେଇବେ ଆପଣମାନେ ଦେଖିବେ। କିନ୍ତୁ ବ୍ୟୟରେ 35ରୁ 43% ପ୍ରତି ମାସରେ ବ୍ୟୟ ବୃଦ୍ଧି ପାଇବାରେ ଲାଗିଛି। ଆପଣଙ୍କର ଆୟ ବୃଦ୍ଧି ନାହିଁ, ବ୍ୟୟ ବୃଦ୍ଧି ହେବାରେ ଲାଗିଛି। ଏହିପରି ଏକ ଅର୍ଥନୈତିକ ଅବ୍ୟବସ୍ଥା ଆମ ରାଜ୍ୟରେ ଏବେ ଉପୁଜିଛି, ଆମ ଦେଶରେ ଏବେ ଉପୁଜିଛି। ମୁଁ ଆଶା କରିବି ଯେ ତୁରନ୍ତ ଏ ସରକାର ଏ ସମ୍ପର୍କରେ ଏକ ହ୍ୱାଇଟ୍ ପେପର ଦିଅନ୍ତୁ। କଂଗ୍ରେସ ତରଫରୁ ଆମେ ଦାବି କରୁଛୁ ଗୋଟେ ହ୍ୱାଇଟ୍ ପେପର ଶ୍ଵେତପତ୍ର ଦିଆଯାଉଛି এই ସମସ୍ତ ଆମଦାନୀ ରପ୍ତାନୀ ଏବଂ ଜିନିଷର ଆବଶ୍ୟକତା ଏବଂ ଆମର ପ୍ରଡକ୍ସନ ଆକୁ ଲକ୍ଷ୍ୟ କରି ସାରା ଭାରତବର୍ଷ ସାରା ଓଡ଼ିଶାବାସୀ ଜାଣିପାରିବେ ପ୍ରକୃତରେ କ'ଣ କ'ଣ ଏଥିରେ ଘଟୁଛି। ଏଣୁ ଏସବୁ ଦୃଷ୍ଟିରୁ ଆମର ଆଜିର ବଡ଼ ଦାବି ହେଉଛି ଆମେ ଦାବି କରୁଛୁ ଯେ ଓଡ଼ିଶା ସରକାର ତୁରନ୍ତ ଏକ ହ୍ୱାଇଟ୍ ପେପର ଏକ ଶ୍ଵେତପତ୍ର ଦାଖଲ କରୁ ଏବଂ ଲୋକେ ଜାଣନ୍ତୁ ଯେ ସ୍ଥିତି କ'ଣ ହେଇଛି, କ'ଣ ହବାକୁ ଯାଉଛି।